এটা ভদ্রক বাণিজ্য মেলা 2025 আমার সেকেন্ড বর্ষর অনুষ্ঠিত হওয়া যাচ্ছি আসন্তা 24 ডিসেম্বর 2025 রু 30 ডিসেম্বর 2025 7 দিন ধরিকি ସମରାଇପୁର ଆରଡ଼ି ଛକରୁ 1 କିଲୋମିଟର ଦୂରତ୍ୱରେ ଯେଉଁ ନୟାର ପେଟ୍ରୋଲ ପମ୍ପ ଅଛି ତା ପାଖରେ ଅନୁଷ୍ଠିତ ହେବାକୁ ଯାଉଛି। ସେହି ସମ୍ବନ୍ଧରେ ଆପଣମାନଙ୍କୁ ଆଜି ଜଣାଇବା ପାଇଁ এই ପ୍ରେସ୍ ମିଟ୍ର ବ୍ୟବସ୍ଥା କରିଥିଲୁ। କେମିତି ବ୍ୟବସ୍ଥା ରହିବ, କେମିତି କ'ଣ ରହିଛି ଷ୍ଟଲ୍ ଫଲ୍? ଲାଷ୍ଟ ଥର ଆପଣଙ୍କର 180ଟି ଷ୍ଟଲ୍ ଥିଲା, ଏଥର ଆମେ 240 ଷ୍ଟଲ୍ କରିବାର ବ୍ୟବସ୍ଥା କରିଛୁ ଏବଂ ସେଥିରେ MSMEର 60ଟି ଷ୍ଟଲ୍, PM ବିଶ୍ୱକର୍ମାଙ୍କର ତରଫରୁ 50ଟି ଷ୍ଟଲ୍, ଫୁଡ୍ କୋର୍ଟ ଅଲଗା ଭାବେ ଏବଂ ତାକୁ ଛାଡ଼ିକି ଯାହା ଯାହା ଆପଣମାନେ ଦେଖିଥିଲେ ସମସ୍ତ ପ୍ରକାର ରାଜ୍ୟ ଆଉ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ଏଣ୍ଟରପ୍ରିନିୟର ତାଙ୍କର ପ୍ରଡକ୍ଟର ଡିସପ୍ଲେ କରିବା ପାଇଁ ଆସିବେ ଏବଂ ତା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆମେ ସାଂସ୍କୃତିକ କାର୍ଯ୍ୟକ୍ରମ ଯେଉଁଥିରେ ଆମେ ଲୋକାଲ ଆମର ଆର୍ଟିଷ୍ଟମାନଙ୍କୁ ପ୍ରାୟୋରିଟି ବେସିସ୍ରେ ଗୁରୁତ୍ୱ ଦେଇ ସେମାନଙ୍କର କେମିତି କଳାର ବିକାଶ ହେବ, ସେମାନେ କେମିତି ଗୋଟେ ପ୍ଲାଟଫର୍ମ ପାଇବେ ତା ପାଇଁ ଆମେ ଫୋକସ୍ କରିଛୁ ଏବଂ ଏ ସମସ୍ତ ଭିତରେ ଯାହା ଯାହା ଯେମିତି ଆପଣମାନେ ଦେଖିଥିଲେ ସେମିନାର୍ସ ଗୁଡ଼ା ଦିନବେଳା ଯେମିତି ବିଭିନ୍ନ ପ୍ରକାର ସେମିନାରର ଆୟୋଜନ କରାହେଇଛି ବିଭିନ୍ନ ଅନୁଷ୍ଠାନ ତରଫରୁ। ଯାତାୟାତ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି? ଯାତାୟାତ ପାଇଁ ବ୍ୟବସ୍ଥା ଆପଣମାନେ ଯେମିତି ଜାଣିଛନ୍ତି, ଭଦ୍ରକରେ ଗୋଟେ ବଡ଼ ଦୁଃଖ ହେଲା ଆମ ପାଖରେ ଗ୍ରାଉଣ୍ଡ ଠିକ୍ ଜାଗାରେ ଠିକ୍ ଗ୍ରାଉଣ୍ଡ ଗୋଟେ ଏପର୍ଯ୍ୟନ୍ତ ହେଇପାରୁନି, ଯେଉଁଟା ଆର ବର୍ଷ ସମାଧାନ ହେଇଯିବ। ଜିଲ୍ଲାପାଳ ମହୋଦୟ ତାର ବ୍ୟବସ୍ଥା କରିଛନ୍ତି, ଆର ବର୍ଷଠୁ ଆଉ ଅସୁବିଧା ହେବନି। ଯେହେତୁ ଏଠି ଭେନ୍ୟୁ ଆମେ ପାଇଲୁନି ତେଣୁ ଆମେ ଗୋଟେ ପ୍ରାଇଭେଟ୍ ଜାଗାକୁ ଆରେଞ୍ଜ କରୁଛୁ, କାହିଁକିନା ଏଟାକୁ ରଖିବା ମୂଳ ଅବଜେକ୍ଟିଭ୍ ଥିଲା, ଏ ମେଳାଟାକୁ କରିବା ମୂଳ ଅବଜେକ୍ଟିଭ୍ ଥିଲା। ତେଣୁ ଆମେ ପ୍ରାଇଭେଟ୍ ଗୋଟେ ଜାଗା ନେଇ ଆମେ କରୁଛୁ। ଆରଡ଼ି ଛକରୁ ଯେଉଁ ଏଣ୍ଟ୍ରି ବେଳେ ଯେଉଁ ପ୍ରୋବ୍ଲେମ୍ ହୁଏ ସେଇଟା ଆମକୁ ଟ୍ରାଫିକ୍ ଅଧିକାରୀମାନେ ଆମକୁ ଆଶ୍ୱାସନା ଦେଇଛନ୍ତି, ସେମାନେ ରହିବେ ଏବଂ ଆମେ କାଲି ଲୋକାଲ ପିଲାଙ୍କୁ ନେଇକି ବି ଗୋଟେ ସଭା ଅନୁଷ୍ଠିତ କରିଥିଲୁ, ସେମାନେ ତାଙ୍କୁ ହେଲ୍ପିଂ ହ୍ୟାଣ୍ଡ ଦେବେ ଏବଂ ସେଥିରେ ଆମେ ସମସ୍ତେ ଚେଷ୍ଟା କରିବୁ ଯେମିତି ରସ୍ ନ ହୁଏ ବା ଏବନର୍ମାଲ କିଛି ଜିନିଷ ନ ହୁଏ ଏବଂ କିଛି ଓପନ୍ ଟ୍ରେନ୍ ଥିଲା ତାକୁ ବି ଆଜି ଆମେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେବୁ। ସ୍ଲାବ୍ ତିଆରି ସରିଛି, ସେଟା କେମିତି ପଡ଼ିବ ତାର ବ୍ୟବସ୍ଥା। କେତୋଟି ରାଜ୍ୟରୁ ଆସୁଛନ୍ତି ସାମିଲ ହେଉଛନ୍ତି? 240ଟି ଷ୍ଟଲ୍ ହେଉଛି। ରାଜ୍ୟ କେତୋଟି ଆମେ ତାକୁ କାଉଣ୍ଟ କରିନୁ, କାରଣ ଏପର୍ଯ୍ୟନ୍ତ ସେ ପ୍ରୋସେସ୍ ଚାଲୁ ରହିଛି, ବୁକିଂ ସବୁ ସରିନି। ତେଣୁ ସେଇଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଆପଣମାନେ ଏଥିରେ ଟିକେ ଆମକୁ ସାହାଯ୍ୟ କରନ୍ତୁ, କେମିତି ଲୋକଙ୍କ ପାଖରେ ପହଞ୍ଚିବ। ଏଥର ବଢୁଛି କି ଦିନ କେତେ ଦିନ ଧରି ଚାଲିବ ବାଣିଜ୍ୟ ମେଳା? ବଢୁନି, କମିଛି। ଏଥର ଆରଥର 10 ଦିନ ହେଇଥିଲା, ଏଥର 7 ଦିନ ବହୁତ ମହିଳା ଏଣ୍ଟରପ୍ରିନିୟର ଭାଗ ନେବେ, ବହୁତ ଆମର ଲୋକାଲ ମହିଳା ଉଦ୍ୟୋଗ ଏଥିରେ ଭାଗ ନେବେ, ବାହାରୁ ମଧ୍ୟ ଆସୁଛନ୍ତି।